ଦେଖନ୍ତୁ ସେଟା ତ ତାଙ୍କର ଦଳର ତାଙ୍କର ଅନ୍ତରୀଣ ବ୍ୟାପାର, ସେଟା ତାଙ୍କର ଦଳର ହାଇକମାଣ୍ଡ ଯାହା କହିବେ ସେ କରିବେ ସେୟା, କିନ୍ତୁ ସେମାନଙ୍କର ଆଉ ବିଶେଷ କିଛି ପ୍ରଭାବ ନାହିଁ। ଲୋକସଭାରେ ତ ତାଙ୍କର ପ୍ରଭାବ ସରିଯାଇଛି, ବାକି ରାଜ୍ୟସଭାରେ ବି ଆଉ ଯାହା 2, 4, 5 ଅଛନ୍ତି ସିଏ ପ୍ରଭାବ ଆଉ କିଛି ଦିନ ପରେ ସିଏ ବି ଆସ୍ତେ ଆସ୍ତେ ଅସ୍ତମିତ ହେଇଯିବ। ତେଣୁ ସେଇଟା କିଛି ପ୍ରଭାବ ପକାଇବନି ଉପରାଷ୍ଟ୍ରପତି ନିର୍ବାଚନରେ ଏବଂ ଆମର ସରକାର ଯାହାକୁ ଚାହୁଁଛନ୍ତି ସେ ନିଶ୍ଚିତ ଭାବରେ ହେବ ଏବଂ ଜଣେ ଭଲ ବ୍ୟକ୍ତି ହେବେ। କି ପ୍ରକାର ଭାବରେ ଭାରତର ଯେଉଁ ପ୍ରକାର ଭାବରେ ବର୍ତ୍ତମାନ ଗ୍ରୋଇଂ ଇକୋନୋମି ଅଛି, ଯେଉଁ ପ୍ରକାର ଭାବରେ ଅର୍ଥ ବ୍ୟବସ୍ଥା ଅଛି, ଯେଉଁ ପ୍ରକାର ଡେଭଲପମେଣ୍ଟ ଅଛି, ସେ ଏଜେଣ୍ଡାରେ ତାଙ୍କର ମଧ୍ୟ ଭୂମିକା ଠିକଠାକ୍ ରହିବ। ସିଏ ବିଭିନ୍ନ ସମୟରେ ଭିଡ଼ି ଯାଇକି କହନ୍ତି ସମଦୂରତା, ପୁଣି ଦୂରେଇ ଯାଇକି କହନ୍ତି ସମଦୂରତା, ତାଙ୍କ କଥାରେ କିଛି ବାସ୍ତବତା ଅଛି। ବିଭିନ୍ନ ସମୟରେ କଥା ଅନୁସାରେ କଥା କହନ୍ତି, ଯେମିତି ଯେଉଁପଟେ ବର୍ଷା ସେପଟେ ଛତା ସେମିତି କୁହନ୍ତି। ତାଙ୍କ କଥାରେ କିଛି ବାସ୍ତବତା ନାହିଁ, ଆମେ ସେଥିରେ ବ୍ୟତିବ୍ୟସ୍ତ ନୁହଁ କି ଚିନ୍ତିତ ନୁହଁ। ତାଙ୍କ ଉପରେ କିଛି ଆଉ ତାଙ୍କର ପ୍ରଭାବ କିଛି ନାହିଁ, ପ୍ରଭାବହୀନ ରାଜନୀତି ବର୍ତ୍ତମାନ। ଦେଖନ୍ତୁ ସିଏ ତ କଂଗ୍ରେସ ବିଜେଡି ବର୍ତ୍ତମାନ ଭାଇ ଭାଇ ହେଇଛନ୍ତି, ତେଣୁ ଏଠି ଭାଇ ଭାଇ ହେଇଛନ୍ତି, ସେଠି ଭାଇ ଭଗାରୀ ହେବେ କି କ'ଣ ହେବେ ତା ସମୟ କହିବ। କିନ୍ତୁ ଆମର ଏଇ ନିର୍ବାଚନ ଉପରେ ତାଙ୍କର କିଛି ପ୍ରଭାବ ନାହିଁ, ସେଥିପାଇଁ ଆମେ ଆଶ୍ୱସ୍ତ।